ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଆମମାନେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ଆମ ସମସ୍ତଙ୍କୁ ତାଙ୍କର ବାକ୍ୟ ଦ୍ୱାରା କଥାବାର୍ତ୍ତା ହେଉଛନ୍ତି, ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଆତ୍ମିକ ଭୋକ। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଆତ୍ମିକ ଭୋକ। ପ୍ରିୟମାନେ, ଆମମାନଙ୍କର ଶରୀରର ଗୋଟେ ଭୋକ ଥାଏ। ଯେଉଁ ସମୟରେ ଆମମାନଙ୍କ ଶରୀରକୁ ଭୋକ ଲାଗେ, ସେହି ସମୟରେ ଆମେ ଶରୀରକୁ ଭାତ, ଡାଲି, ତରକାରୀ ବିଭିନ୍ନ ବିଷୟ ଗୁଡ଼ିକ ଆମମାନଙ୍କ ଶରୀରକୁ ଆମେ ଖାଇବାକୁ ଦେଇଥାଉ। ଗୋଟିଏ ସୁସ୍ଥ ସବଳ ଶରୀର, ତାକୁ ଭୋକ ଲାଗେ। ଗୋଟେ ସୁସ୍ଥ ସବଳ ଶରୀର ସେ ଦିନକୁ 2 ଥର 3 ଥର ସେ ଭଲ ଭାବରେ ଖାଏ। ମାତ୍ର ଯାହାକୁ ରୋଗ ଥାଏ ତାହାକୁ ଭୋକ ଲାଗେ ନାହିଁ, ଖାଇବା ପାଇଁ ଇଚ୍ଛା ଲାଗେ ନାହିଁ। ସେ କୌଣସି ବିଷୟ ଖାଇବାକୁ ପସନ୍ଦ କରେ ନାହିଁ। ଯେତେ ଭଲ ଖାଦ୍ୟ ଦେଲେ ମଧ୍ୟ ତାର ପାଟି ପିତା ଲାଗେ, ତାକୁ ଖାଇବାକୁ ପସନ୍ଦ ଲାଗେ ନାହିଁ। ମାତ୍ର ଗୋଟେ ସୁସ୍ଥ ସବଳ ବ୍ୟକ୍ତି, ସେ ନ ଖାଇଲେ ସେ ରହିପାରିବ ନାହିଁ, ନ ଖାଇଲେ ସେ ଦୁର୍ବଳ ହେଇଯିବ। ପ୍ରିୟମାନେ, ସେଇ ପ୍ରକାର ଗୋଟିଏ ସୁସ୍ଥ ସବଳ ପରିତ୍ରାଣ ପ୍ରାପ୍ତ ହୋଇଥିବା ଖ୍ରୀଷ୍ଟିଆନକୁ ଭୋକ ଲାଗେ। କି ଭୋକ? ଆତ୍ମିକ ଭୋକ। ସେ ଆତ୍ମିକ ଭୋକ କ'ଣ, ଏହା ଆମେ ଦେଖିବା। ଗୋଟିଏ ପଦ ଆମେ ପଢ଼ିବା, ଯୋହନ ଲିଖିତ ସୁସମାଚାର 4 ଅଧ୍ୟାୟ। ଏହି ସ୍ଥାନରେ ଆମେ ଗୋଟିଏ ସ୍ତ୍ରୀ ଲୋକଙ୍କୁ ଦେଖୁଛୁ। ତାଙ୍କ ନାଁ ହେଲା ସମୀରଣୀୟ ସ୍ତ୍ରୀ, ଯାହାଙ୍କର କି 5ଟା ସ୍ୱାମୀ ଥିଲେ। ଆଉ ସେ 5ଟା ସ୍ୱାମୀ ସହିତ ଛାଡ଼ି ଦେଇ 6 ନମ୍ବରଙ୍କ ସହିତ ସେ ଇଲିଗାଲି ସେ ସ୍ଥାନରେ ରହୁଥିଲେ। ସେହି ପ୍ରକାର ସ୍ତ୍ରୀ ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସମୀରଣକୁ ଯାଇ ସେ କୂଅ ପାଖରେ ବସିଛନ୍ତି। ଆଉ ସେ କୂଅ ପାଖରେ ବସି ସେ ସ୍ତ୍ରୀ ଲୋକର ଅପେକ୍ଷା କରୁଛନ୍ତି, ଯେ ପ୍ରକାର କି ସେ ସ୍ତ୍ରୀ ଲୋକଙ୍କର ଆତ୍ମାକୁ ଲାଭ କରିପାରିବେ, ତାକୁ ରକ୍ଷା କରିପାରିବେ। ଦେଖନ୍ତୁ, ଗୋଟିଏ ସ୍ତ୍ରୀ ଲୋକକୁ ରକ୍ଷା କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସ୍ଥାନକୁ ଯାଉଛନ୍ତି। ଯେଉଁ ସମୟରେ ଯୀଶୁଖ୍ରୀଷ୍ଟଙ୍କୁ ଭୋକ ଲାଗୁଥିଲା, ଶିଷ୍ୟମାନେ ତାଙ୍କ ନିମନ୍ତେ ଆହାର କିଣିବା ନିମନ୍ତେ ସେମାନେ ଗାଁ ଭିତରକୁ ଯାଇଥିଲେ। ଆଉ ଶିଷ୍ୟମାନେ ଫେରି ଆସିବା ସମୟରେ ସେ କହୁଛନ୍ତି, ଗୁରୁ, ଖାଇବାଟା ଆଣିଛୁ, ଆପଣ ଖାଆନ୍ତୁ। ସେ କହୁଛନ୍ତି, ଇତିମଧ୍ୟରେ ଆମମାନଙ୍କ ଯୋହନ 4 ଅଧ୍ୟାୟର 31 ପଦରେ, ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରିବା ହେଉନ୍ତୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟରେ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି। ତେଣୁ ଶିଷ୍ୟମାନେ ପରସ୍ପର ତାହାଙ୍କୁ କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣିଦେଇଛି ପରା। ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ। ଦେଖନ୍ତୁ, ତାଙ୍କର ଆତ୍ମିକ ଭୋକ କି ପ୍ରକାର। ସେ କେଉଁ ବିଷୟକୁ ସେ ଖାଉଥିଲେ? ସେ କହୁଛନ୍ତି, ମୋର ମଧ୍ୟ ଗୋଟେ ଭୋକ ଅଛି, ମୋର ମଧ୍ୟ ଗୋଟେ ଖାଦ୍ୟ ଅଛି। ଯେ ପ୍ରକାର ଆମ ଶରୀରକୁ ଭୋକ ଲାଗେ, ସେହି ସମୟରେ ଆମେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବିଷୟ ଗୁଡ଼ିକ ଖାଉ, ଭେଜ୍ ଖାଉ, ନନ୍ଭେଜ୍ ଖାଉ। ଆଉ ସେହି ପ୍ରକାର ଆତ୍ମିକ ଭୋକ, ଗୋଟେ ସୁସ୍ଥ ସବଳ ବ୍ୟକ୍ତିଙ୍କର ଆତ୍ମିକ ଭୋକ କ'ଣ? ପିତାଙ୍କର କାର୍ଯ୍ୟ ବା ପିତାଙ୍କର ଇଚ୍ଛାକୁ ସାଧନ କରିବା। ଆମର ଇଚ୍ଛା ସାଧନ କରିବା ନୁହେଁ, ଆମେ ଇଚ୍ଛା ଅନୁସାରେ ବଞ୍ଚିବା ନୁହେଁ। ଆତ୍ମିକ ଭୋକ ଏହା ଅଟେ, ପିତା ଯାହା କହନ୍ତି ସେହି ଇଚ୍ଛାକୁ ସାଧନ କରିବା। ଏହାକୁ କୁହାଯାଏ ଆତ୍ମିକ ଭୋକ। ଯୀଶୁଖ୍ରୀଷ୍ଟଙ୍କ ପାଖରେ ଆତ୍ମିକ ଭୋକ ଥିଲା। ପିତା ତାଙ୍କୁ କହିଲେ, ଯାଅ, ସମୀରଣୀରେ ଏ ପ୍ରକାର ଗୋଟେ ସ୍ତ୍ରୀ ଲୋକ ଅଛି, ଯେଉଁ ସ୍ତ୍ରୀ ଲୋକ ସତ୍ୟ ପରମେଶ୍ୱରଙ୍କର ଅପେକ୍ଷାରେ ଅଛି। ସେହି ସ୍ତ୍ରୀ ଲୋକଙ୍କ ପାଖକୁ ଯାଇ ତାହାଙ୍କୁ ସୁସମାଚାର କୁହ, ତାହାଙ୍କ ସହିତ ସାକ୍ଷାତ କର। ଦେଖନ୍ତୁ, ଗୋଟିଏ ସମୀରଣୀୟ ସ୍ତ୍ରୀ
ତାଙ୍କ ସହିତ କଥାବାର୍ତ୍ତା ହେବା ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ କେତେ ବିପଦପୂର୍ଣ୍ଣ ବିଷୟ। କାରଣ ଜିହୁଦୀ ଆଉ ସମୀରଣୀୟ ମଧ୍ୟରେ ପଡ଼ୁନଥିଲା। ଆଉ ଜିହୁଦୀ ଲୋକମାନେ କୌଣସି ପ୍ରକାର ଭାବରେ କୌଣସି ସମୀରଣୀୟ ସ୍ତ୍ରୀ ସହିତ କଥାବାର୍ତ୍ତା ହେବେ ନାହିଁ। ଏହା ତାଙ୍କ ନିମନ୍ତେ ଗୋଟେ ବହୁତ ବଡ଼ ଭୁଲ ବିଷୟ ବା ଅପରାଧ ବିଷୟ ବୋଲି କୁହାଯାଏ। କାରଣ ସେହି ପ୍ରକାର ଜାତି ପ୍ରଥାର ଭେଦଭାବ ଗୁଡ଼ିକ ଥିଲା। ମାତ୍ର ପିତା ଯେଉଁ ସମୟରେ ସେ କହିଛନ୍ତି ଯାଅ ଆଉ ତୁମେ ସେହି ସ୍ତ୍ରୀ ଲୋକ ସହିତ ସାକ୍ଷାତ କରି ତାର ଆତ୍ମାକୁ ଲାଭ କର, ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସମୀରଣୀୟ ନଗରକୁ ଯିବା କଥା ନୁହେଁ ସେ ସମୀରଣୀୟକୁ ଯାଉଛନ୍ତି। କାହିଁକି? ତାଙ୍କର ଏ ପ୍ରକାର ଭୋକ ଅଛି। ପିତା ତୁମେ ଯାହା କହିବ ତାହା ମୁଁ ଇଚ୍ଛା ସାଧନ କରିବି। ଏହାକୁ କୁହାଯାଏ ଆତ୍ମିକ ଭୋକ। ପ୍ରିୟମାନେ, ଏହି ଆତ୍ମିକ ଭୋକ ଆଜି ଅନେକ ଜଣଙ୍କର ନାହିଁ। ସେମାନେ ମେରି ମାରିଛି ମୋର ଇଚ୍ଛା, ମୋ ଇଚ୍ଛା ଅନୁସାରେ ବଞ୍ଚିବା ପାଇଁ ଚାହେଁ, ମୋ ଇଚ୍ଛା ଅନୁସାରେ କରିବା ପାଇଁ ଚାହେଁ। ଆତ୍ମିକ ଭୋକ ଆତ୍ମା ଲାଭ କରିବା ନୁହେଁ, ମାତ୍ର ଆତ୍ମିକ ଭୋକ ପିତାଙ୍କର ଇଚ୍ଛା ସାଧନ କରିବା। ପିତା ଯାହା କହୁଛନ୍ତି ତାହା କରିବା, ଏହା ହେଉଛି ଆତ୍ମିକ ଭୋକ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କ ଜୀବନର ଶେଷ ନିଶ୍ୱାସ ଯାଏଁ ସେ କେବେ ହେଲେ ମଧ୍ୟ ଗୋଟିଏ ମଧ୍ୟ ନିଜର ଇଚ୍ଛା ସାଧନ କରିନାହାନ୍ତି। ସବୁ ସମୟରେ ସେ ପିତାଙ୍କର ଇଚ୍ଛା ସାଧନ କରିଛନ୍ତି। ଗେତ୍‌ସିମନି ବଗିଚାରେ ଯେଉଁ ପାନପାତ୍ର ପିଇବା ପାଇଁ ତାଙ୍କର ଇଚ୍ଛା ନଥିଲା, ସେ କହୁଥିଲେ ପିତା ଏ ପାନପାତ୍ର ପିଇବା ପାଇଁ ମୋର ଇଚ୍ଛା ନାହିଁ, ମାତ୍ର ମୋର ଇଚ୍ଛା ନୁହେଁ ପିତା, ତୁମର ଇଚ୍ଛା ସଫଳ ହେଉ। ଏହାକୁ କୁହାଯାଏ ଆତ୍ମିକ ଭୋକ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ଏହି ଆତ୍ମିକ ଭୋକ ଥିଲା। ଆଉ ଏହି ଆତ୍ମିକ ଭୋକ ତାଙ୍କୁ ଘରେ ବସିବା ପାଇଁ ଦେଉନଥିଲା। ଏହି ଆତ୍ମିକ ଭୋକ ତାଙ୍କୁ କୌଣସି ପ୍ରକାର ଭାବରେ ରଖିପାରୁନଥିଲା। ସେ ଆତ୍ମା ଲାଭ କରିବା ପାଇଁ, ସୁସମାଚାର ପ୍ରଚାର କରିବା ପାଇଁ, ଲୋକମାନଙ୍କୁ ମୁକ୍ତ କରିବା ପାଇଁ ସବୁ ସମୟରେ ଆତୁର ଥିଲେ। ଏହାକୁ କୁହାଯାଏ ଆତ୍ମିକ ଭୋକ। ଏହି ଆତ୍ମିକ ଭୋକ ଆମ ନିକଟରେ ରହିବାର ଅଛି। ସେଥିପାଇଁ କହିଲେ ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଭୋକକୁ ଆମେ ଦେଖୁଛୁ। ପିତାଙ୍କର ଇଚ୍ଛା ସାଧନ କରିବା ଆଉ ପିତାଙ୍କର କାର୍ଯ୍ୟକୁ ସମାପ୍ତ କରିବା। ସେ ଯେଉଁ ସମୟରେ ଏହି ଜଗତକୁ ଆସିଥିଲେ ପିତାଙ୍କର କାର୍ଯ୍ୟ ନେଇ ଆସିଥିଲେ। ଯେ ପ୍ରକାର କି ସକଳ ମାନବ ଜାତିକୁ ପରିତ୍ରାଣର ଉଦ୍ଧାରର ମାର୍ଗ ଦେବେ, ଯେ ପ୍ରକାର କି ସକଳ ମାନବ ଜାତି ପ୍ରଭୁଙ୍କ ନିକଟକୁ, ପିତାଙ୍କ ନିକଟକୁ, ସ୍ୱର୍ଗକୁ ଯାଇପାରିବେ, ଏହି କାର୍ଯ୍ୟକୁ ସେ ସମାପ୍ତ କଲେ। ଆଉ କ୍ରୁଶ ଉପରେ ମଧ୍ୟ କହିଲେ ସମାପ୍ତ ହେଲା। ପିତା ମୋତେ ଯେଉଁ କାର୍ଯ୍ୟ ଦେଇଥିଲେ ମୁଁ କ୍ରୁଶ ଉପରେ ତାହା ସମାପ୍ତ କରିଅଛି। ପ୍ରିୟମାନେ, ଆତ୍ମିକ ଭୋକ ଆପଣଙ୍କର ଅଛି କି? ଗୋଟେ ସୁସ୍ଥ ସବଳ ଖ୍ରୀଷ୍ଟିଆନର ଆତ୍ମିକ ଭୋକ ଥିବ। ସେ ଭୋକ କ'ଣ? ପିତା ଯାହା କହିବେ ତାହା କରିବି। ମୋର ଇଚ୍ଛା ଅନୁସାରେ ମୁଁ ଦୀର୍ଘ ବର୍ଷ ବଞ୍ଚିଛି, ଚଳିଛି। ଆଉ ଏବେ ମୋର ଇଚ୍ଛା ନୁହେଁ, ପିତାଙ୍କର ଇଚ୍ଛା, ତାଙ୍କ ଇଚ୍ଛା ଅନୁସାରେ ମୁଁ ବଞ୍ଚିବା ପାଇଁ ଚାହେଁ। ପ୍ରିୟମାନେ, ଏହି ଆତ୍ମିକ ଭୋକ ଏହି ଶେଷ ଦିନମାନଙ୍କରେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ରହିବାର ଅଛି। ଆତ୍ମିକ ଭୋକ କ'ଣ ଏହା ଆମେ ଜାଣିବାର ମଧ୍ୟ ଆବଶ୍ୟକ ରହିଛି। ଆତ୍ମିକ ଭୋକ କ'ଣ ଅଟେ? ପିତାଙ୍କର ଇଚ୍ଛା ସାଧନ କରିବା, ଏହା ହିଁ ମୋହର ଖାଦ୍ୟ। ତାକୁ ଏତେ ଭୋକ ଲାଗୁଥିଲା, ଆଉ ସେ ଏହି ଖାଦ୍ୟକୁ, ପିତାଙ୍କର ଇଚ୍ଛା ସାଧନ କରିବା ଖାଦ୍ୟକୁ ସେ ବହୁତ ପରିମାଣରେ ଖାଉଥିଲେ। ପ୍ରିୟମାନେ, ଆସନ୍ତୁ ଆମେ ମଧ୍ୟ ଆତ୍ମିକ ଭୋକ ରଖି ଆମ ଜୀବନରେ, ଆମମାନଙ୍କ ପରିବାର ଜୀବନରେ, ମଣ୍ଡଳୀରେ, ସମାଜରେ ଆମର ଏହି ଭୋକ ଥାଉ ପିତାଙ୍କର ଇଚ୍ଛାକୁ ସାଧନ କରିବା, ତାହାଙ୍କ କାର୍ଯ୍ୟକୁ ସମାପ୍ତ କରିବା। ଆମର କୌଣସି ଏଜେଣ୍ଡା ଧରି ଆସିନାହୁଁ। ପିତାଙ୍କର କାର୍ଯ୍ୟକୁ ସମାପ୍ତ କରିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ପୁନର୍ଜନ୍ମ ଦେଇଛନ୍ତି। ଆସନ୍ତୁ ପ୍ରାର୍ଥନା କରିବା। ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ପ୍ରଶଂସା କରେ, ଗୌରବ କରେ। ଆଜି ପୁନର୍ବାର ତୁମେ ଆତ୍ମିକ ଖାଦ୍ୟ ନିମନ୍ତେ, ଆତ୍ମିକ ଭୋକ ନିମନ୍ତେ ଆମମାନଙ୍କୁ ପ୍ରଭୁ ବାକ୍ୟ ଦ୍ୱାରା କଥାବାର୍ତ୍ତା ହେଲ। ଆମ ଜୀବନରେ ସେ ଆତ୍ମିକ ଭୋକ ତୁମେ ଦିଅ। ସବୁ ସମୟରେ ଆତ୍ମା ନିମନ୍ତେ କ୍ଷୁଧିତ ତୃଷିତ ହୋଇ ଆମମାନେ ଯେ ପ୍ରକାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆମେ ଯାଇପାରିବୁ, ଏହି ଭୋକ ଆମମାନଙ୍କ ଜୀବନର ଶେଷ ନିଶ୍ୱାସ ଯାଏ ଆମ ଜୀବନରେ ଥାଉ। ଆଉ ଏହି ଭୋକ ଆମକୁ ଘରେ ବସିବା ପାଇଁ ନ ଦେଉ, ଡିସ୍କରେଜ୍ ହେବା ପାଇଁ ନ ଦେଉ। ସବୁ ସମୟରେ ଆତ୍ମା ଲାଭ କରିବା ନିମନ୍ତେ, ପିତାଙ୍କର ଇଚ୍ଛା ସାଧନ କରିବା ନିମନ୍ତେ ପ୍ରେରଣା ପ୍ରଦାନ କରିଥାଉ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍, ଆମେନ୍।
प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु अनुग्रह कले आसंता अध्याय आ नुआ प्रसंग में परस्पर सहित साक्षात करवा रहिबा। नमस्कार। प्रेज द लॉर्ड। गॉड ब्लेस यू।